କାମାକ୍ଷାନଗର ବ୍ଲକ ତୁମୁସିଂହା ଶ୍ରୀମୂଳା ପିଏମ୍ଶ୍ରୀ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ସପ୍ତାହ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୌଭାଗ୍ୟ କୁମାର ନନ୍ଦଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ତୁମୁସିଂହା ଶ୍ରୀମୂଳା ଗ୍ରାମ ପରିକ୍ରମା କରିଥିଲେ। ଜଳ ସଂରକ୍ଷଣ ଓ ବୃକ୍ଷରୋପଣ ପାଇଁ ଜନସଚେତନତା ସୃଷ୍ଟି କରିଥିଲେ। ଜଳ ସଂରକ୍ଷଣ ପାଇଁ ଛାତ୍ରଛାତ୍ରୀମାନେ ଶପଥ ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ଏକ ସାଧାରଣ ସଭାରେ ପରିଚାଳନା ସମିତି ସଭାପତି ଅକ୍ଷୟ କୁମାର ସାହୁ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୈକୁଣ୍ଠ ବେହେରା ଅତିଥି ଭାବେ ଯୋଗଦେଇ ଜଳ ସଂରକ୍ଷଣ ସହିତ ପ୍ରତ୍ୟେକ ପିଲାବର୍ଷକୁ 10ଟି ଲେଖାଏଁ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କ୍ରୀଡ଼ା ଶିକ୍ଷୟିତ୍ରୀ ଲିଲି ବେହେରା, ଶିକ୍ଷକ କବୀନ୍ଦ୍ର ଦାସ, ରୀତିକ କୁମାର ପରିଡ଼ା, ପ୍ରିୟବ୍ରତ କର, ସୁକାନ୍ତ କୁମାର ସାହୁ, ସୌମ୍ୟ ରଞ୍ଜନ ସାହୁ, ପିଟିଆଇ ସୌଦାମିନୀ ସାହୁ, ରୋଜାଲିନ ବେହେରା, ଶୋଭାମୟୀ ପଣ୍ଡା, ନିବେଦିତା ନାୟକ, ସ୍ନେହଲତା ଦେହୁରୀ, କର୍ମଚାରୀ କରୁଣାକର ବିଶ୍ୱାଳ ଓ ବୁଲୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।